ଏକ କିଗ୍ରାର ଏକ କଠିନ ପଦାର୍ଥକୁ ତାର ଗଳନାଙ୍କର ତାପମାତ୍ରାରେ ତରଳରେ ପରିଣତ କରିବାକୁ ଯେତିକି ପରିମାଣର ତାପଶକ୍ତି ଆବଶ୍ୟକ ହୁଏ ତାହାକୁ ସେହି ପଦାର୍ଥର ବା ଗଳନର ଗୁପ୍ତ ତାପ କୁହାଯିବ। ମନେ ରଖିନେବା, ଏକ କିଗ୍ରା ହେଇଥିବ ପଦାର୍ଥଟି ଯଦି କଠିନ ପଦାର୍ଥକୁ ଆମେ କ'ଣ କରିବା, ଗଳନାଙ୍କ ତାପମାତ୍ରାରେ ତରଳରେ ପରିଣତ କରିବାକୁ ଚାହିଁବା, ନିଶ୍ଚିତ ରୂପରେ ଯେତିକି ଆମକୁ ତାପଶକ୍ତି ଆବଶ୍ୟକ ଆମେ କହିବା ଯେ ସେହି ପଦାର୍ଥର ଗଳନର ଗୁପ୍ତ ତାପ। ଏକ କିଗ୍ରାର ଏକ କଠିନ ପଦାର୍ଥକୁ ତାର ଗଳନାଙ୍କର ତାପମାତ୍ରାରେ ତରଳରେ ପରିଣତ କରିବାକୁ ଯେତିକି ପରିମାଣର ତାପଶକ୍ତି ଆବଶ୍ୟକ ହୁଏ ତାହାକୁ ସେହି ପଦାର୍ଥର ବା ଗଳନର ଗୁପ୍ତ ତାପ କୁହାଯିବ। ମନେ ରଖିନେବା, ଏକ କିଗ୍ରା ହେଇଥିବ ପଦାର୍ଥଟି ଯଦି କଠିନ ପଦାର୍ଥକୁ ଆମେ କ'ଣ କରିବା, ଗଳନାଙ୍କ ତାପମାତ୍ରାରେ ତରଳରେ ପରିଣତ କରିବାକୁ ଚାହିଁବା, ନିଶ୍ଚିତ ରୂପରେ ଯେତିକି ଆମକୁ ତାପଶକ୍ତି ଆବଶ୍ୟକ ଆମେ କହିବା ଯେ ସେହି ପଦାର୍ଥର ଗଳନର ଗୁପ୍ତ ତାପ।